गणेशाय नमः। नारायणं नमस्कृत्य नरं चैव नरोत्तमं देवीं सरस्वतीं चैव ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानंद माधवम्। श्रीमद्देवी भागवत महापुराण सप्तदश अध्याय। आजिर विषय रही सुदर्शन प्रति शशि कलांक अनुराग। व्यासदेव कहिले आहे नरनाथ, एपरी मुनि वाक्य शुणी युद्धाजित। डकाई वृद्ध मंत्री तांको पचारिले, तुम्हे तो बुद्धिशाली कह मंत्री भले। कि करिबा कर्तव्य ए क्षणी आंभर, कि वचना करिछि शुण मो विचार। सुमधुर भाषिणी मनोरमा सह, पुत्रटी कि बଳରେ हरिबि निश्चय। जे शत्रु आपणार हित इच्छा करी, करुथाए परर हित विचारी। सामान्य हेले मध्य दमन करिब, कदापि से उपेक्षा ताकु न करिब। क्षुद्र राति राज जक्ष्मार समान, क्रमे बढ़ी बढ़ी न घटाए मरण। नाहांती एथे केही योद्धा अबा सैन्य, बळे अबा करिब केही निवारण। एहेतु नाती शत्रु सुदर्शन टिकी, बଳରେ मारी करी देवी टिकी टिकी। जाउछि यत्नवान होइन अवश्य, बलपूर्व ताहाकु करिबि विनाश। कारण सुदर्शन मरण लभिले, निष्कंटक राज्ୟରେ निर्भय सबळे। मोनाती शत्रुजित राजेश होइब, शुणी मंत्री कहिले शुण महाधव। मो विचार हठात बଳରେ प्रयोग, करिबार कर्तव्य नुहे महाभाग। विश्वामित्र दृष्टांत कहिले जामुनि, से कथा शुणी छकी आहे नरमणि। पासरी देइथिब परा शुणी करी, ता विस्तारी कहुछि शुण कर्ण डेरी। सर्वजन प्रसिद्ध गाधींक नंदन, पूर्वे थिले श्रीमंत विश्वामित्र जान। दिनके से राजन बुली परिश्रमे, उपस्थित होइले वसिष्ठ आश्रमे। महत सुप्रतापशाली नरनाथ, महाजसा प्रजांक मित्र विश्वामित्र। मुनि को नमस्कार करिण आपणे, बसिले जाई मुनि दत्त कुशासने। महात्मा शिष्ट ऋषि वसिष्ठ से काले, सैन्य सह भोजन हेतु निमंत्रिले। निमंत्रण पाइण राजा विश्वामित्र, सेठारे रहिले सेही दिन मात्र। नंदिनी नामे धेनु निकटु वसिष्ठ, नानाविध भक्ष्य जे भोज्य आदि श्रेष्ठ। संग्रह पूर्वक करिले प्रदान, सैन्य सह भोजन करिले राजन। अलौकिक प्रभाव नंदिनी को जानी, मुनि पाखे प्रार्थना कले नरमणि। आपणक निकटे प्रार्थना करई, ए धेनु टिकी दिय मते ऋषि साई। देवी मोहि निश्चय या परिवर्तरे, सुघटग्नि धेनु जे सहस्र संख्यारे। वसिष्ठ कहिले जे शुण हे राजन, ए मोर होम धेनु न देण जाण। सहस्र बहु
ଦୁଗ୍ଧବତୀ ଗାଈ ଦେବା। ସେ କଥାଟା ତୋଠାରେ ଥାଉ ଆରେ ବାବା। ବିଶ୍ୱାମିତ୍ର କହିଲେ ଆହେ ମହାଭାଗ, ଅୟୁତେ ଲକ୍ଷେ କିବା ଦେବି ତାହା ମାଗ। ମାଗିବ ଯେତେ ତେତେ ତାହା ଦେବି ଆଣି, ମାତ୍ରକ ଦେବ ମତେ ତୁମ୍ଭର ନନ୍ଦିନୀ। ଆପଣ ନ ଦେଲେଟି ବଳପୂର୍ବକରେ, ନିଶ୍ଚୟ ଘେନି ଯିବି କହୁଛି ତୁମ୍ଭରେ। ବଶିଷ୍ଠ କହିଲେ ହେ ବିଶ୍ୱାମିତ୍ର ରାୟ, ବଳେ ନେବାଇ ଛାଟି ଯେବେ ହୁଏ ନିୟ। କେତେ ମାତ୍ର ମୋ ଘରୁ ଗାଈ ନନ୍ଦିନୀଟି, ସ୍ୱଇଚ୍ଛାରେ ପ୍ରଦାନ କରିବି ନାହିଁଟି। ବଶିଷ୍ଠଙ୍କ ଏ ବାଣୀ ଶୁଣିଣ ନରେଶ, ମହାବଳ ଭୃତ୍ୟଙ୍କୁ ଦେଲେ ଆଦେଶ। ସବଳ ପ୍ରଦର୍ଶାଇ ଏ ନନ୍ଦିନୀ ଗାଈ, ହରି କରି ନିଅ ହେ ଭୃତ୍ୟ ମେଳ ହୋଇ। ଏହିପରି ଶୁଣିଣ ଭୃତ୍ୟ ସେହି କ୍ଷଣି, ଉଦ୍ୟତ ହେଲେ ବାନ୍ଧି ନେବାର ନନ୍ଦିନୀ। ବୁହାଇ ଅଶ୍ରୁ ନେତ୍ରୁ ନନ୍ଦିନୀ ସେ କାଳେ, କମ୍ପିତ କଳେବରେ ମୁନିଙ୍କୁ କହିଲେ। କିହ ମୁନି କାହିଁକି ମତେ ତ୍ୟାଗ କଲ, ବାନ୍ଧି ଝିଙ୍କି ନେଉଛି ଦେଖାଇ ଏ ବଳ। ବଶିଷ୍ଠ କହିଲେ ମୁଁ ଆନନ୍ଦ ଦାୟିନୀ, ଛାଡ଼ି ନାହିଁ ମୁଁ ତତେ ଶୁଣ ରେ କଲ୍ୟାଣୀ। ସୁମଧୁର ଦୁଗ୍ଧ ଦାୟିନୀ ଯେ ନନ୍ଦିନୀ, ତୋର ଦୁଗ୍ଧ ଖାଇ ଏହି ନରମଣି। ପୂଜା ପାଇ ଏ ରାଜା ନେଉଅଛି ବଳେ, କି କରିବି ମୁଁ ଆଜ କହୁ ଆଗ ବାଳେ। ତୁମ୍ଭଙ୍କୁ ଛାଡ଼ିବାକୁ ମୋର ଇଚ୍ଛା ନାହିଁ, ମୁନିଙ୍କ ବାଣୀ ଶୁଣି ସେ ନନ୍ଦିନୀ ଗାଈ। ମହାକ୍ରୋଧେ ଭୀଷଣ କର୍କଶ ସମ୍ଭାରାବ, କରିବାରୁ ଯାହେଲା ଶୁଣ ମହାଧବ। ବାହାରିଲେ ତାହାଙ୍କ ଦେହରୁ ତକ୍ଷଣେ, ଅସ୍ତ୍ରଶସ୍ତ୍ର ଧରିଣ ଘୋରାକୃତି ସୈନ୍ୟେ। ହୋଇଛନ୍ତି ମହତ କଦ ସେ ଆକୃତ, ଥାଅ ଥାଅ ବଲିଣ ହୋଇ ଆବିର୍ଭୂତ। ରାଜାଙ୍କର ସମସ୍ତ ସୈନ୍ୟଙ୍କୁ ମାରିଲେ, ସୁରଭି ନନ୍ଦିନୀଙ୍କୁ ମୁକ ସେ କରିଲେ। ସେହି ସ୍ଥାନୁ ଏକାକୀ ରାଜା ବିଶ୍ୱାମିତ୍ର, ସତିଶୟ ଦୁଃଖରେ ହୋଇଲେ ନିର୍ଗତ। ପାପାଶୟ ସେ ବିଶ୍ୱାମିତ୍ର ଅତିଶୟ, ଦୀନ ଭାବ ହୃଦୟେ କରିଣ ଉଦୟ। ନିଜର ମହାକ୍ଷେତ୍ର ବଳ ନିନ୍ଦା କଲେ, ବ୍ରହ୍ମବଳ ସୁଦୂରାରାଧ୍ୟ ସେ ଭାବିଲେ। ମହାରଣ୍ୟ ମଧ୍ୟରେ ବହୁ ବର୍ଷ କାଳ, କଠୋର ତପ କଲେ ସେହି ଗାଧିବାଳ। କ୍ଷେତ୍ର ଭାବ ଛାଡ଼ିଣ ଋଷିତ୍ୱ ଲଭିଲେ, ଅତଏବ କହୁଛି ହେ ରାଜେନ୍ଦ୍ରେ ଭଲେ। ବିଶ୍ୱାମିତ୍ର ପରାଏ ମୁନିଙ୍କ ସହିତ, ନ ଆଚର ବିଷମ ବୈରିତୋହିତ। ତାପସଙ୍କ ସହିତ ବିରୋଧ ଘଟିଲେ, ନିଶ୍ଚୟ ନିଜ ବଂଶ ନିର୍ବଂଶଟି ଭଲେ। ତପନିଧି ମୁନିଙ୍କୁ ସାନ୍ତ୍ୱନା ଦେଇଣ, ଆପଣାର ସ୍ଥାନକୁ ଯାଆନ୍ତୁ ରାଜନ। ତା ସୁଖ ଦୁଃଖେ ଥେ ଥାଉ ସୁଦର୍ଶନ, ଅତ୍ୟନ୍ତ ସେ ବାଳକ କି କରିବ ପୁଣ। ନିର୍ଧନ ହୋଇ ଏବେ ପାଉ ସେହୁ କଷ୍ଟ, କରିବ ଆପଣଙ୍କ କେଉଁ ବା ଅନିଷ୍ଟ। ମୋ ବିଚାରେ ଦୁର୍ବଳ ଶିଶୁ ପ୍ରତି ତୁମ୍ଭ, ବୃଥା କଥା ଅଟଇ ବୈରୀ ଭାବା ଭାବ। ଦୈବାଧୀନ ଭାବିଣ ଅଖିଳ ଜଗତ, ସମସ୍ତଙ୍କ ପ୍ରତି ସୁଦୟା କର ଜାତ। ଈର୍ଷା ଭାବ ପ୍ରକାଶ କଲେ କି ହୋଇବ, ଘଟିବାକୁ ଯାଥିବ ତାହା ତ ଘଟିବ। ଦୈବ ଯୋଗେ କୁଳିଶ ତୃଣ ସମ ହୁଏ, ତୃଣ ବଜ୍ର ହୁଅଇ ଦୈବ ବଳେ ରାଏ।
ଶଶକ ଶାର୍ଦୂଳକୁ ବିନାଶ ସକାଶ ଦୈବ ବଳେ ବଳଟି କରଇ ପ୍ରକାଶ ପ୍ରମତ୍ତ ମତ୍ତ ଗଜ ମତ୍ସ୍ୟ ମାରି ପାରେ ହେରାଜନ ସମୟେ ଦୈବ ଇଚ୍ଛାରେ ଏଣୁ ଆହେ ଧୀମନ୍ତ ହିତବାଣୀ ଶୁଣି ଏ ବିଷମ ସାହସ ଛାଡ଼ ନରମଣି ବେଦବ୍ୟାସ କହିଲେ ସେହି ନରନାଥ ଏପରି ମନ୍ତ୍ରୀ ବାଣୀ ଶୁଣି ଯୋଦ୍ଧା ଜିତ ଭରଦ୍ୱାଜ ମୁନିଙ୍କୁ କରିଣ ପ୍ରଣାମ ନିଜ ରାଜଧାନୀକୁ କରିଲେ ଗମନ ନିଶ୍ଚିନ୍ତେ ମନୋରମା ଆଶ୍ରମେ ରହିଲେ ସତ୍ୟବନ୍ତ ପୁତ୍ରକୁ ପାଳନ କରିଲେ ଦିନୁ ଦିନୁ ବଢ଼ିଲେ ମୁନି ପିଲା ସହ ଖେଳା କଲେ ସର୍ବତ୍ର ନ ରହିଲା ଭୟ ଏକ ଦିନେ ବାଳକ ସହ ଖେଳୁଥିଲେ ଏ ସମୟ ବିଦଲ ତହିଁ ପ୍ରବେଶିଲେ ଓ ବାଳକ କୌତୁକ ସକାଶରୁ ଜାଣ ସୁଦର୍ଶନ କରିଲା କ୍ଳୀବ ସମ୍ବୋଧନ କ୍ଳୀବ ବୋଲି ଶ୍ରବଣ କରି ସୁଦର୍ଶନ ପୂର୍ବଜନ୍ମ ପୁଣ୍ୟର ପ୍ରଭାବରେ ପୁଣ ପ୍ରଥମାକ୍ଷ କ୍ଳୀଟି ହୃଦୟ ଯେ ଧରିଲେ କାମରାଜ ବୀଜ ସେ ବିନା ଅନୁସାରେ ସାଦରେ ମନ ମଧ୍ୟ ଗ୍ରଥିତ କରିଣ ସର୍ବଦା ଜପ କଲେ ମନ୍ତ୍ର ପୁନ ପୁନ ହେବା କଥା ହୋଇ ଅବଶ୍ୟ ରାଜନ ଏପରି ସେ ବାଳକ ପୁତ୍ର ସୁଦର୍ଶନ ଆପଣା ଠାରୁ ଆପେ ଅଦ୍ଭୁତ କାମରାଜ ବୀଜ ମନ୍ତ୍ର ପାଇଲେ ଆହେ ମହାରାଜ ବୟସ ତ ପଞ୍ଚମ ହୋଇଅଛି ଭଲେ ମନ୍ତ୍ର ଋଷି ଛନ୍ଦ ଧ୍ୟାନ ନ ଜାଣିଲେ ତଥାପି ଅତ୍ୟୁତ୍ତମ ବୀଜ ମନ୍ତ୍ର ପାଇ ଶୟନେ ଭୋଜନରେ ଖେଳାରେ ଜପଇ ସର୍ବଦା ସର୍ବତ୍ରରେ ସର୍ବ ଅବସ୍ଥାରେ ସେ ମନ୍ତ୍ରଟି ଜପଇ ମନର ମଧ୍ୟରେ ସେହି କ୍ଳି ଅକ୍ଷରଟି ସାର କରି ଜ୍ଞାନ କଦାପି ଜପିବାରେ ନୁହେଁ ବିସ୍ମରଣ ଏହିପରି 11 ବରଷରେ ହେଜ ଉପନୀତ କରାଇ ଦେଇ ଭରଦ୍ୱାଜ ବେଦାଙ୍ଗ ଧନୁର୍ବେଦ ବେଦ ପଢ଼ାଇଲେ ସକଳ ନୀତି ଶାସ୍ତ୍ର ବିଧିରେ ପ୍ରବଳେ ଅଳ୍ପ କାଳ ମଧ୍ୟରେ ମନ୍ତ୍ରର ପ୍ରଭାବେ ଅଭ୍ୟାସ କଲେ ସବୁ ବିଦ୍ୟାଟି ସଦ୍ଭାବେ ଏକଦା ନୃପପୁତ୍ର ସେହି ସୁଦର୍ଶନ ବୈଷ୍ଣବୀ ଶକ୍ତିଙ୍କୁ କଲେ ସୁଦର୍ଶନ ସର୍ବାଙ୍ଗରେ ରଜତ ଭୂଷଣେ ସୁନ୍ଦର ରକ୍ତବର୍ଣ୍ଣ ପିନ୍ଧିଅଛନ୍ତି ରକ୍ତାମ୍ବର ପନଗ ରାଜରି ପୃଷ୍ଠେ ଚଢ଼ିଛନ୍ତି ପରମ ଅଦ୍ଭୁତ ଆକାର ଦିଶନ୍ତି ଏହିପରି ଦେବୀଙ୍କୁ କରିଣ ଦର୍ଶନ ସୁଦର୍ଶନ ଆନନ୍ଦେ ପ୍ରଫୁଲ୍ଲ ବଦନ ସେହି ବନେ ରହିଣ ସେହି ମାତାଙ୍କର ସେବା କଲେ ସର୍ବଦା ସୁଦର୍ଶନ ବୀର ପାରଦର୍ଶୀ ହୋଇଲେ ସର୍ବବିଦ୍ୟାକ୍ରମେ ଖେଳୁଥିଲେ ତଟିନୀ ତଟେ ଏକ ଦିନେ ଭଗବତୀ ଅମ୍ବିକା ମାତ ଏହି କାଳେ ସୁଦର୍ଶନ ପୁତ୍ରକୁ ସେ ଅରଣ୍ୟ ସ୍ଥଳେ ଉତ୍କୃଷ୍ଟ ସରାସନ ତୀକ୍ଷ୍ଣ ସରମାନ ତୃଣର ଯେ କବଚ କରିଲେ ପ୍ରଦାନ ଏକାଳେ ଅଲୌକିକ ସୁନ୍ଦରୀ କାଶୀବାଳା ସମସ୍ତ ସୁଲକ୍ଷଣବତୀ ଶଶୀ କଳା କାଶୀରାଜାଙ୍କର ତ ପ୍ରିୟତମା ଯେ ମା ବନ୍ଦୀ ମୁଖ ଶୁଣିଲେ ପରି ସେ କନ୍ୟା ଏକ ରାଜକୁମାର ମାରଙ୍କର ସମ ବନ ମଧ୍ୟେ କରିଣ ଅଛନ୍ତି ଆଶ୍ରମ ସୁଦର୍ଶନ ତାହାଙ୍କ ନାମ ନାମ ସାର୍ଥ ସମସ୍ତ ସୁଲକ୍ଷଣ ଗଣରେ ଲକ୍ଷିତ ମହତ ଶୌର୍ଯ୍ୟଶାଳୀ କନ୍ଦର୍ପ ଦର୍ପପ୍ରଦ
सकल लोकंकर प्रिय पात्र मध्य एपरी शशि कला शुणिण से क्षणे सुदर्शने पतिते वांछा कले मने से दिन रात्रि शेषे देवी भगवती शशि कला निकटे स्वप्ना देशे सती आश्वास देई करी कहिले सुश्रोणी कि वर इच्छा करु मागरे रमणी सुदर्शन मोहर परम भकत सफल से करिब तो वांछा समस्त स्वप्न रे परि शशि कला पूर्ण जगदम्बा अद्भुत स्वरूप देखिण ताहांकर मधुर बाणी शुणिबार स्मरण करी हेले आनंद पार उठिले रात्रि शेषे बाळी शशि कला आनंद भाव तांको द्विगुण बढ़िला ता जानी पारी माता आनंद कारण पचारिले विशेष भावे पुनः पुनः तथापि किछि तांकु कहि न पारिले अतिशय लज्जिता से सती होइले स्वप्न भाव स्मरी हसी पुनः पुनः सखी पासे कहिले स्वप्न कारण दिने कविशालाखी श्याम शशि कला सखी हे खेलार्थे काशी राजबाला चंपक तरु राजी सुशोभित बने चंपा वर्णतमादि तोलिण सुमने चंपा महिरु हर तले बसिथिले एकाले एक द्विज से पथे आसिले मधुरा धर सती करिण प्रणाम मधुर वचन रे पचारिले पुण आसिले केउ देशु आहे महाभाग ताहा शुणी कहिले द्विज राज बेग आग बाळे विशेष कार्य सकाशरु आसिली भरद्वाज ऋषि आश्रमरु तुम्भर पचारिबा विषय कि अछि निर्भय रे पचार बाळे गो कहुछि शशि कला कहिले आहे द्विज सिंह अलौकिक की वस्तु से आश्रमे कह विशेष दर्शनीय वर्णनीय पुणी शुणी विप्र कहिले शुण गो सुश्रणी ध्रुव संध संताप हृदय चंदन अछंती से आश्रमे से राजनंदन श्रीमंत रूपवंत नाम सुदर्शन आगो बाळे सहजे से तो सुदर्शन कुमार सुदर्शन तारूप सुचारु देखि नाही जाखि विफल बामरु विचारुछि विधाता सृष्टि कला बेळे सर्वगुण एकत्र देखि कुतूहले सुदर्शन रूप को एकाधारे आणी ठाणी आदि संपादी प्रकाशिले आणी सुदर्शन रूप रे समुदाय गुण गुणवती सती गो हुए सुदर्शन नरवर कुमार महासुकुमार उपयुक्त अटई हेबा तुम्भवर ताहांक गला माला काम सिंधु बेला तुम्भे हेबा युक्तटी आगो शशि कला बिरंची पांची पांची रचिछि गो बाळे सुमणि कांचनर समानर मेळे तुम्भ दुहिंकर जे परस्पर जोग घटिछि सुजोगटी घटिब संजोग एहिठारे श्रीदेवी भागवतंकरे मनोहर पुराण तृतीय स्कंधरे विश्वामित्र ऋषिंक सुकथ कथन काम बीज प्राप्ति हेबा सुदर्शन सप्तदश अध्याय होइला संपूर्ण पूर्णगिरिवासिनी करई वंदन चूर्णरे दया करी कर पूर्ण ग्रंथ बालाजी रणा कहे तो सहेबे संत। अष्टादश अध्याय
ଶଶିକଳାଙ୍କର ସ୍ୱୟଂବର ଉଦ୍ଯୋଗ। ବ୍ୟାସଦେବ କହିଲେ ଶୁଣ ଦଣ୍ଡଧାରୀ, ଶଶିକଳା ସେ ବାଳା ସର୍ବାଙ୍ଗ ସୁନ୍ଦରୀ। ଦ୍ୱିଜ ମୁଖୁଏ ବାଣୀ ଶୁଣି ଅଧିକରେ, ପ୍ରେମ ଯୁକ୍ତା ହୋଇଲେ ସୁଦର୍ଶନ ଠାରେ। ଏପରି କହି ସେହି ବ୍ରାହ୍ମଣ ଗୋସାଇଁ, ପଳାଇଲେ ଯହିଁକି ଇଚ୍ଛା ହେଲା ତହିଁ। ପୂର୍ବରୁ ସୁଦର୍ଶନ ପ୍ରତି ଶଶିକଳା, ଅନୁରାଗବତୀ ତ ଆସକ୍ତି ବଢ଼ିଲା। ଦ୍ୱିଜରା ଜଗମନ ଉତ୍ତାରୁ ରାଜନ, ପ୍ରହାରିଲେ ମଦନ ସୋର୍ମାଗଣ ରଣ। ପ୍ରେମର ବନ୍ଧନରୁ ଚଞ୍ଚଳ ମନ ହେଲା, ଶରୀରକୁ ମଦନ ସର ପ୍ରହାରିଲା। ପ୍ରିୟତମା ସଖୀଙ୍କୁ କହିଲେ ଗୋସହି, ଯାହାର ପ୍ରେମ ରସ ମୁହିଁ ଜାଣି ନାହିଁ। ସେ ସତ୍କଳ ସମ୍ଭବ ନବଯୁବାଙ୍କର, ବିଷୟ ଶୁଣି କରି ନୃପପୁତ୍ରଙ୍କର। କି ଆଶ୍ଚର୍ଯ୍ୟ ସଖୀ ଗୋ ସର୍ବାଙ୍ଗେ ମୋହର, ଜାତ ହେଲା ଭ୍ରମଦ ଏ କାମ ବିକାର। ପାପିଷ୍ଠ ମନ ମଥ ମୋ ମନ ମନ୍ଥୁଛି, ସମଧିକ ସନ୍ତାପ ଦେବ ବିଚାରୁଛି। କି କରିବି କୋଠାକୁ ଯିବି ଆଗ ସହି, ଆହା ସାହାକେ ନାହିଁ ନ ପାରଇ ସହି। ସ୍ୱପନେ ଯା ଦେଖିଲି ଯେ ରାଜକୁମାର, ମଦନ ମୋହନ କି ସେ କୃଷ୍ଣ କୁମାର। ତେତେବେଳୁ ସଖୀ ଗୋ ବିଶେଷ ସନ୍ତପ, ବିହରରେ ହୃଦୟ ଆକୁଳ ନିତାନ୍ତ। ଅଧିକ କି କହିବି ସ୍ୱଦେହ ଚନ୍ଦନ, ବିଷ ସମ ଲାଗଇ ଶଙ୍କ ବିହୀନ। ମନୋହର କୁସୁମ ମାଳା ସର୍ବପରି, ଶୀତଳ ସୁଧାକର କର ଅଗ୍ନି ପରି। ହର୍ମ୍ୟବନ ଦୀର୍ଘିକାଏ କ୍ରୀଡ଼ା ପର୍ବତ, କେଉଁଠାରେ ସୁଶାନ୍ତି ନ ଭୋଲେ ମୋ ଚିତ୍ତ। ଦିବାରାତ୍ରି କୌଣସି ସମୟରେ ସହି, ସୁଖକର ପଦାର୍ଥେ ମୋର ସୁଖ ନାହିଁ। ଶୟନ ପାନ ଗାନ ବାଦନ ନର୍ତ୍ତନ, ପ୍ରୀତିପ୍ରଦ ନୁହନ୍ତି ମୋ ମନ ନୟନ। ଦର୍ଶନ କରିବାକୁ ସୁଦର୍ଶନଙ୍କର, ଚୋରସଠ ହୃଦୟ ମୋହର ତତ୍ପର। ସେ ଯହିଁଛନ୍ତି ତହିଁ ଯିବା ବିଚାରୁଛି, କୁଳ ଲଜ୍ଜା ସକାଶେ ଭୟ କରୁଅଛି। ବିଶେଷତଃ ଅଧୀନା ମୁହିଁ ବାପାଙ୍କର, କି କରିବି ନ କରେ ବାପା ସ୍ୱୟଂବର। ସୁଦର୍ଶନ ସହିତ ବିଭା କଲେ ମୋତେ, ଦିବ୍ୟ ରାତି ମାତି ବୀର ଶିରସ ପୂତେ। କି ଆଶ୍ଚର୍ଯ୍ୟ ଦେଖ ଗୋ ମହାବଳବନ୍ତ, ଅଛନ୍ତି ସତ ସତ ମୋହି ଦେବୀନାଥ। ନୁହନ୍ତି ସେହି ମାନେ ମୋର ମନୋନୀତ, ମମତେ ରାଜ୍ୟହୀନ ସୁଦର୍ଶନ ମତ। ନିର୍ଧନ ବଳହୀନ ସହାୟ ବିହୀନେ, ବିପିନ ବାସୀ ଫଳାହାରି ସୁଦର୍ଶନ। ସେ ନୃପବାଳା ଶଶିକଳାଙ୍କର ଚିତ୍ତେ, ରହିଲେ ଶଶୀଠାରେ କଳା ସମଜୁତେ। ସୁଦର୍ଶନଙ୍କର ମନରେ ସେ ପରି, ରହିଲେ ଶଶିକଳା ରାଜସୁକୁମାରୀ। ଭାଗ୍ବୀଜ ମନ୍ତ୍ର ଜପ ସିଦ୍ଧିର ଏ ଫଳ, ଅଟଇ ତାହାଙ୍କର ଜାଣ ହେ କେବଳ। ସୁଦର୍ଶନ ଧ୍ୟାନ ନିମଗ୍ନରେ ନୀତି, ଉତ୍ତମ କାମ ବୀଜ ମନ୍ତ୍ର ଜପୁଥାନ୍ତି। ଦିନେକ ସ୍ୱପନରେ ବିଶ୍ୱର ଜନନୀ, ବିଷ୍ଣୁ ମାୟା ସମସ୍ତ ସମ୍ପଦ ଦାୟିନୀ। ଅବ୍ୟକ୍ତା ଜଗଦମ୍ବା ସତୀ ଦେବୀ ନିଜେ, ଦର୍ଶନ ଦେଲେ ଆସି ତାହାଙ୍କୁ ସହଜେ। ସେ ରାତ୍ରି ଶେଷେ ଶୃଙ୍ଗ ବେରଧୀଶ୍ୱର, ସୁଦର୍ଶନ ପାଖରେ ନିଷାଦନ ବର। ବିଜୟ ରାଜପୁତ୍ର ବୋଲି ଭାବି ମନେ, ଉତ୍କୃଷ୍ଟ ଉପହାର ଦେଲେ ସେ ଆପଣେ।
ସେ ରଥ ସମସ୍ତ ସାମଗ୍ରୀରେ ଯୁତ, ଘଟକ ଚତୁଷ୍ଟୟ ଅଟେ ସମନ୍ୱିତ। ପତାକା ଫର ଫର ସୁନ୍ଦରେ ଉଡ଼ଇ, ସୁଦର୍ଶନ ଏପରି ସେ ରଥଟି ପାଇ। ସେ ନିଷାଦପତିଙ୍କୁ ମିତ୍ର ଭାବ କଲେ, ଫଳମୂଳ ଦେଇଣ ସମାଦର କଲେ। ସୁଆତିଥ୍ୟ ପାଇଣ ନିଷାଦ ରାଜନ, ଆପଣା ନଗରକୁ କରିଲେ ଗମନ। ତପସ୍ୱୀ ମୁନିମାନେ କହିଲେ ରାଜପୁତ୍ର, ନିଶ୍ଚୟ ତୁମ୍ଭେ ହି ଅଳ୍ପ ଦିନେ ମାତ୍ର। ନିଜର ପ୍ରତାପ ପ୍ରଭାବରେ ନିଜେ, ରାଜା ହୋଇ ବିଜୟ କରିବ ସାମ୍ରାଜ୍ୟ। କିଛି ଚିନ୍ତା ନ କର ବିଶ୍ୱର ମୋହିନୀ, ପ୍ରସନ୍ନ ହୋଇଛନ୍ତି ଈଶ୍ୱରୀ ଜନନୀ। ଆହା କରି ଅମ୍ବିକା ସହାୟ ହୋଇବେ, ଯାହା ହେଉ ପଛକେ ଦେବୀ ସେବ ଭାବେ। ସୁବ୍ରତ ପରାୟଣ ମୁନି ସକଳେ, ମନୋରମା ସତୀଙ୍କୁ ଏପରି କହିଲେ। ଶୁଚିହାସ ଚିରେ ତୋହର କୁମର, ନିଶ୍ଚୟ ହୋଇବେ ଗୋଧରା ଅଧୀଶ୍ୱର। ତାହା ଶୁଣି କହିଲେ ସେ ସତୀ ତତ୍କାଳ, ତୁମ୍ଭର ଏହି ଗିର ହେଉ ଯେ ସଫଳ। ଆହେ ତାପସ ବିପ୍ର ଗଣ ମାନେ ଶୁଣ, ଆପଣ ମାନଙ୍କର ଦାସ ସୁଦର୍ଶନ। ପରମ ସୁସାଧୁତ ଅଟ ତୁମ୍ଭେ ମାନେ, ତୁମ୍ଭର ସେବା କରୁଅଛି ପ୍ରତିଦିନେ। ସେ ଉପାସନା ଫଳ ହେବ କି ସୁଲଭ, କି ବିଚିତ୍ର ପୁତ୍ରର ହେବା ରାଜ୍ୟ ଲାଭ। ସୈନ୍ୟ ମନ୍ତ୍ରୀ ଧନ ବା ସହାୟ କେ ନାହିଁ, କିପରି ମୋର ପୁତ୍ର ହେବ ରାଜ୍ୟ ସାଇଁ। ଜଣାଯାଏ ତୁମ୍ଭର ଏ ଆଶୀର୍ବାଦ ବାଣୀ, ମୋ ପୁତ୍ରକୁ ସାମ୍ରାଜ୍ୟ ପ୍ରଦାନିବ ଆଣି। ସମସ୍ତେ ତ ପରମ ମନ୍ତ୍ର ପ୍ରାଜ୍ଞ ବର, କି ମନ୍ତ୍ର ବଳେ ରାଜ୍ୟ ଆଣି ଦେଇପାର। ମହତ ବୁଦ୍ଧିବନ୍ତ ବୀର ସୁଦର୍ଶନ, ଯେତେବେଳେ କରନ୍ତି ରଥ ଆରୋହଣ। ଅପରିମିତ ଖୌହିଣୀ ପରିବୃତ, ପରାଏ ଜଣାଯାଏ ସତେ ଯେ ସାକ୍ଷାତ। ସୈନ୍ୟଗଣ ବେଢ଼ିଲା ପରି ଦେଖାଯାନ୍ତି, ଯହିଁଠାକୁ ସେ ଗଲେ ତହିଁ ଶୋଭା ପାନ୍ତି। ପ୍ରୀତିପୂର୍ଣ୍ଣ ହୃଦୟ ସୁଦର୍ଶନ ନୀତି, କାମରାଜ ବୀଜ ମନ୍ତ୍ର ଯେ ଜପୁଥାନ୍ତି। ସେ ମନ୍ତ୍ରର ପ୍ରଭାବ ଅଟଇ କିଏହି, କ୍ରମେ କ୍ରମେ ସମସ୍ତ ବସ୍ତୁ ପ୍ରଦାନଇ। ସଦ୍ଗୁରୁଙ୍କ ସମ୍ମୁଖ ଯେ ଅବା ମାନବ, ଅଦ୍ଭୁତ କାମରାଜ ବୀଜ କରି ଲାଭ। ଶାନ୍ତିପୂର୍ଣ୍ଣ ହୃଦୟ ଜପିଲେ ସଦ୍ଭାବେ, ସମସ୍ତ ମନୋରଥ ଲାଭ କରେ ଭବେ। କଲ୍ୟାଣୀ ଭାଗବତୀ ପ୍ରସନ୍ନା ହୋଇଲେ, କି ଦୁର୍ଲଭ ଅଟଇ ସ୍ୱର୍ଗରେ ଭୂତଳେ। ଯେ ଅଧମ ମାନବେ ଭଗବତୀଙ୍କର, ସେବାଦିରେ ବିଶ୍ୱାସ ନ କରନ୍ତି ବାର। ସେମାନେ ମନ୍ଦମତି ହତ ଭାଗ୍ୟ ଜାଣ, କରନ୍ତି ତାଙ୍କୁ ନାନା ରୋଗ ଆକ୍ରମଣ। ସେ ସତୀ ଭଗବତୀ ଯୁଗ ପ୍ରାରମ୍ଭରେ, ସମସ୍ତ ଦେବତାଙ୍କୁ ଆପଣା ଶକ୍ତିରେ। ଆଦ୍ୟରେ ଉତ୍ପାଦନ କରିବା କାରଣେ, ବିଖ୍ୟାତ ହୋଇଛନ୍ତି ଆଦି ମାତା ନାମେ। ସେ ଏକ ମାତ୍ର ପ୍ରାଣୀଙ୍କ ହୃଦୟେ, ପ୍ରତ୍ୟକ୍ଷେ ବିଚାରନ୍ତି ଶକତି ସମୂହେ। ସେ ଏକ ମାତ୍ର ପ୍ରାଣୀଙ୍କ ହୃଦୟେ, ପ୍ରତ୍ୟକ୍ଷେ ବିରାଜନ୍ତି ଶକତି ସମୂହେ। ବୁଦ୍ଧି କୀର୍ତ୍ତି ଧୃତି ଯେ ଲକ୍ଷ୍ମୀ ଶ୍ରଦ୍ଧା ଶକ୍ତି, ମତି ସ୍ମୃତି ଏ ରୂପେ ନାନା ଦିଶୁ ଶକ୍ତି। ଯେଉଁମାନେ ସେ ମହାମାୟାଙ୍କ ମାୟାରେ, ମୋହିତ ହୋଇଥାନ୍ତି ବାୟାଙ୍କ ପରୀରେ।
ସେହିମାନେ କଲ୍ୟାଣମୟୀ ବିଶେଷରୀ ଦେବୀଙ୍କି ଜାଣିବେ କି ନ ଦେଇ ବିସ୍ମରି କୁତର୍କ କରିଣ ସେ ଦେବୀଙ୍କ ଭଜନ ନ କରି ପାର ଇଟି ଜାଣ ହେ ରାଜନ ବ୍ରହ୍ମା ବିଷ୍ଣୁ ମହେଶ ଇନ୍ଦ୍ର ଯେ ବରୁଣ ଅନଳ ନୀଳ ଯେ କୁବେର ଯେ ଯମ ତଷ୍ଟପସା ଯୁଗଳ ଅଶ୍ୱିନୀ କୁମାର ଅଷ୍ଟବସୁଆବର ଆଦିତ୍ୟ ଯେ ବାର 11 ରୁଦ୍ର ବିଶ୍ୱଦେବ ମରୁଦ୍ଗଣ ଏ ସମସ୍ତେ କରନ୍ତି ସେ ଦେବୀଙ୍କ ଧ୍ୟାନ ସର୍ବଦା ସୃଷ୍ଟି ସ୍ଥିତି ସେ ପ୍ରଳୟ କର୍ତ୍ରୀ କାମ ପରହରଙ୍କ ସେ ତ ପ୍ରେମ ପାତ୍ରୀ ପରମ ସ୍ୱରୂପିଣୀ ଶକ୍ତିଙ୍କ ଭଜନ ନ କରିବ କି କେଉଁ ଜ୍ଞାନବନ୍ତ ଜନ ସର୍ବ ଅର୍ଥଦାୟିନୀ ସେ କଲ୍ୟାଣମୟୀ ଦେବୀଙ୍କୁ ଜାଣିଥିଲେ ସୁଦର୍ଶନ ସେହି ଅବିଦ୍ୟା ସ୍ୱରୂପିଣୀ ବିଦ୍ୟା ସ୍ୱରୂପିଣୀ ଦୁରାରାଧ୍ୟ ସେ ଦେବୀ ବ୍ରହ୍ମ ସ୍ୱରୂପିଣୀ ମୁମୁକ୍ଷୁମାନଙ୍କର ପ୍ରିୟ ବସ୍ତୁ ସତୀ ଯୋଗୀଏ ଯୋଗ ବଳେ ଜାଣନ୍ତି ସେ ଶକ୍ତି ଯେଉଁ ଦେବୀ ସାତ୍ୱିକ ଆଦି 3 ଗୁଣେ ତ୍ରିବିଧ ସୃଷ୍ଟି ଟିକି କରନ୍ତି ଆପଣେ ବିଶ୍ୱାତ୍ମାକୁ ସେ ନିଜେ ଦେଖାଇ ପାରନ୍ତି ସେ ଦେବୀ କୃପା ବିନା କିଛି କାର ଅଛି ପରମ ଆତ୍ମାଙ୍କର ସ୍ୱରୂପ ଜାଣିବ ସକ୍ଷମ ହୋଇ କରି ଅଛି କେ ମାନବ ସେହି ଦେବୀଙ୍କୁ ସୁଦର୍ଶନ ପ୍ରତିଦିନେ ସମସ୍ତ ଅବସ୍ଥାରେ ଚିନ୍ତି ମନେ ମନେ ରାଜଲାଭାପେକ୍ଷା ଅଧିକ ସୁଖ ଭାବି ରହିଥିଲେ କାନନେ ମହାସୁଖ ଲୋଭୀ କାମବାଣେ ପୀଡ଼ିତା ହୋଇ ଶଶୀ କଳା ରହିଲେ କୃଷ୍ଣ ପକ୍ଷେ ଯେନେ ଶଶୀ କଳା ବହୁ କ୍ଲେଶେ ନାନାଦି ଶୁଶ୍ରୂଷା ପାଇଣ କରିଥାନ୍ତି କେବଳ ସ୍ୱଦେହ ଧାରଣ ସୁକନ୍ୟାର ବର ପ୍ରାର୍ଥନା ଭାବ ଜାଣି ସ୍ୱୟଂବର ବିଧାନ କଲେ ନରମଣି କହିଛନ୍ତି ଦେବେ ତ୍ରିବିଧ ସ୍ୱୟଂବର ରାଜାଙ୍କର ଏ ଯୋଗ୍ୟ ନୁହେଁ ଅନ୍ୟଙ୍କର ପ୍ରଥମରେ ଅଟଇ ଇଚ୍ଛା ସ୍ୱୟଂବର କନ୍ୟାର ଇଚ୍ଛା ଯାକୁ ବରିବ ସେ ବର ଦ୍ୱିତୀୟ ସ୍ୱୟଂବର ପଣ ଯୁକ୍ତ ବଳେ ଯେପରି ରାମ ଧନୁ ଭାଙ୍ଗି ସୀତା ନେଲେ ତୃତୀୟ ସୌର୍ଯ୍ୟ ଶୁକ୍ଳ ଅଟଇ ପ୍ରତ୍ୟକ୍ଷେ ଏହା ଅଟଇ ସୌର୍ଯ୍ୟଶାଳୀ ବୀର ପକ୍ଷେ ସୁକନ୍ୟାର ଇଚ୍ଛାଟି ଜାଣି ନରବର ଇଚ୍ଛା ସ୍ୱୟଂବରର କରିଲେ ସମ୍ଭାର ଶିଳ୍ପୀ ଗଣ ଡକାଇ ମନୋହର ସ୍ଥାନ କଳ୍ପିଲେ ବିସ୍ତାରିଣ ମଞ୍ଚାସ୍ତରଣ ସଭ୍ୟ ଗଣେ ଶୋଭାରେ ବସିବା ହେତୁରେ ମଣ୍ଡପାଦି ମଣ୍ଡିଲେ ନାନା ପ୍ରକାରେ ଶଶୀ କଳାଙ୍କର ବିବାହ ଶୋଭାରମ୍ଭେ ଏହିପରି ବିବିଧ ନିର୍ମାଣିଲେ ଭାବେ ବହୁତ ଦ୍ରବ୍ୟ ଆଦି କଲେ ସଂଗୃହୀତ ତା ଜାଣି ଶଶୀ କଳା ମହତ ଦୁଃଖିତ ଜଳଜ ନୟନରେ ଜଳ ପୂର୍ଣ୍ଣ କଲେ ନିର୍ଜନରେ ସଖୀଙ୍କି ଡକାଇ କହିଲେ ରେ ମୋର ପ୍ରିୟ ସଖୀ ମୋ ପ୍ରିୟ ସାଧନେ ଡକାଇ ମୋ ମାତାଙ୍କୁ କହତୁ ନିର୍ଜନେ ନୃପତି ଧ୍ରୁବ ସନ୍ଧି ତାହାଙ୍କ ନନ୍ଦନ ସମସ୍ତ ସଲକ୍ଷଣ ଯୁତ ସୁଦର୍ଶନ ମନେ ମନେ ତାହାଙ୍କୁ ପତିତ୍ୱେ ବରିଛି ତାଙ୍କ ବିନା କାହାକୁ ମନ ମନ ହେଉଛି ସେ ନୃପ ନନ୍ଦନଙ୍କୁ ମୋର ଭର୍ତ୍ତା ଭାବି ପ୍ରଦାନେଛନ୍ତି ମତେ ଭଗବତୀ ଦେବୀ ଶଶୀ କଳା ମୁଖରୁ ସଖୀ ଶୁଣି ଭଲେ ବୈଦଭିରାଣୀଙ୍କର ନିକଟକୁ ଗଲେ
ନିର୍ଜନକୁ ଡକାଇ କହିଲେ ମଧୁରେ, ଆଗ ସାଧି ତୁମ୍ଭର ଦୁହିତା ଦୁଃଖରେ। ଏକାନ୍ତକୁ ଡକାଇ ଯାହା ମତେ ଦୁଃଖେ, କହିଛନ୍ତି ତୁହାଇ ଆପଣାର ମୁଖେ। ରାଣୀ ଗୋ ତାହା ଶୁଣି ଯାହା ହିତ ହେବ, କଲ୍ୟାଣୀ ଗୋ ସେ କାର୍ଯ୍ୟ ଆପଣେ ସାଧିବ। କହିଛନ୍ତି ପବିତ୍ର ଭରଦ୍ୱାଜାଶ୍ରମେ, ଧ୍ରୁବ ସନ୍ଧି ନନ୍ଦନ ଛନ୍ତି ମନୋରମେ। କରିଛନ୍ତି ମାନସେ ପତିତ୍ୱେ ବରଣ, ଏହେତୁ ନୃପରାଣ ନ କର ବରଣ। ଏ ବାଣୀ ଶୁଣି ରାଣୀ ତୁନି ହୋଇଗଲେ, ନିଜ ସ୍ୱାମୀ ଆସନ୍ତେ ଗୃହରେ କହିଲେ। ସୁବାହୁ ରାଜା ଶୁଣି ଅତି ବିସ୍ମୟରେ, କହିଲେ ଭାର୍ଯ୍ୟା ବୈଦର୍ଭୀଙ୍କୁ ହାସ୍ୟଗରେ। ଯେମାଙ୍କର କଥା ତ ଶୁଣିଲ ଶୁଭୁରୁ, ସୁଦର୍ଶନ କଥା ତ ଜାଣିଛ ପୂର୍ବରୁ। ବାଲ୍ୟକାଳୁ ରାଜ୍ୟରୁ ବହିଷ୍କୃତ ହୋଇ, ମାତା ସହ ନିର୍ଜନ ବନେ ଅଛି ରହି। ତାହେତୁ ଯୁଦ୍ଧାଜିତ କରେ ବୀରସେନ, ମରଣ ଲୋଭିଛନ୍ତି କରିଛ ଶ୍ରବଣ। ଅତଏବ ଜାଣି ଗୋ ସୁଚାରୁ ଲୋଚନେ, କିପରି ଝିଅ ଦେବା ଅଧର୍ମ ନିର୍ଧନେ। ମୋ ଯେମାର କିପରି ସେହି ହତ ଭାଗ୍ୟ, ଭରତା ହୋଇବାର ହୋଇବ ଗୋ ଯୋଗ୍ୟ। ଶଶୀ କଳା ବାଳାକୁ କହ ଏପରିରେ, ଏ ଅପ୍ରିୟ କଥାକୁ ନ କହୁ ସେ ଥରେ। ଆସିଥିବେ ମହତ ବୀର୍ଯ୍ୟଶାଳୀ ଗଣ, ବସିଥିବେ ସଭାରେ ମହାରାଜା ଗଣ। ଦିଶିବେ ଶୋଭାବନ୍ତ ସେହି ତା ମନକୁ, ହସିତା ଗଳେ ଦେଉ ବରଣ ମାଳାକୁ। ଇଚ୍ଛା ସ୍ୱୟଂବର ତ କରିଛି ସର୍ଜନା, ତା ଇଚ୍ଛା କେଉଁ ବର କରୁ ସେ ବରଣ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ, ଅତ୍ୟୁତ୍ତମ ପୁରାଣ ତୃତୀୟ ସ୍କନ୍ଧରେ। କାଶୀରାଜ ଯେମାଙ୍କ ବିବାହ ଯୋଗାଡ଼, ବର୍ଣ୍ଣନ ଅଷ୍ଟାଦଶାଧ୍ୟାୟ ପୁନଃ ବଡ଼। କାଶୀବାସ ଶିବ ଦହେ ଗିରିଜା ମାତ, କାଶ ହାସି ଶିବ ଗୋ ହେ ଗିରିଜା ମାତ। ଗୋସିଂହ ବାହନ ହେ ଲୋକେଶ ଶଙ୍କର, ଗୋସିଂହ ବାହିନୀ ମା ଲୋକଙ୍କ ଈଶ୍ୱର। ତ୍ରିପୁରାରୀ ସଦାନନ୍ଦ ନାମକୁ ଗୁଣି, ତ୍ରିପୁରା ଗୋ ସଦାନନ୍ଦ ଯେ ପ୍ରଦାୟିନୀ। ହେ ଉମା ମହେଶ୍ୱର ହେ ଗୌରୀ ଶଙ୍କର, ବାଲାଜୀ ରଣା କହେ ଯୋଡ଼ି ଯୋଡ଼ି କର। 19 ଅଧ୍ୟାୟ ଶଶିକଳାର ସୁଦର୍ଶନ ପ୍ରତି ଗାଢ଼ାନୁରାଗ ବର୍ଣ୍ଣନ। ବ୍ୟାସଦେବ କହିଲେ ଶୁଣ ନରମଣି, ବୈଦର୍ଭୀ ସ୍ୱାମୀ ଠାରୁ ଏହି ବାଣୀ ଶୁଣି। ସୁମଧୁର ହାସିନୀ ସେ ଶଶିକଳାଙ୍କୁ, କୋଳ କରି ସାନ୍ତ୍ୱନା ଦେଲେଟି ତାହାଙ୍କୁ। ମଧୁର ବଚନରେ କହିଲେ ସୁଦନ୍ତୀ, କିମ୍ପାଏ ବୃଥା କଥା କହୁଛୁ ଅପ୍ରୀତି। ତୋର ଏ ବାଣୀ ଶୁଣି ତୋ ବାପ ସୁବ୍ରତେ, ଅତିଶୟ ନିମଜ୍ଜିଛନ୍ତି ଦୁଃଖ ସ୍ରୋତେ। ବିଶେଷ ଦୁର୍ଭାଗ୍ୟର ସେହି ସୁଦର୍ଶନ, ନିରାଶ୍ରୟ ସେ ରାଜ୍ୟ ବଳ କୋଶହୀନ। ବାନ୍ଧବ ଗଣ ତାଙ୍କୁ ଛାଡ଼ି ଦେଇଛନ୍ତି, ମାତା ସହ ବନରେ କରିଛି ବସତି। ଫଳମୂଳ ଭକ୍ଷଣେ ଧରିଛି ଜୀବନ, ଜୀବଧବ କରିବା କିମ୍ପା କରୁ ମନ। କୃଶ ଦେହ ସେ ସୁଦର୍ଶନ ହତ ଭାଗ୍ୟ, ନୁହଁ ସେ ତୋର ବର ହେବା ଯୋଗ୍ୟ। ଅଛନ୍ତି ତ ପର ସତ ରାଜପୁତ୍ର, ପରମ ରୂପବନ୍ତ ସୁସମ୍ମାନ ପାତ୍ର। ଛତ୍ର ଚାମର ଆଦି ରାଜଚିହ୍ନ କରେ, ଅଳଙ୍କୃତ ହଇଣ ଅଶ କରିବରେ।
ସେମାନଙ୍କୁ ତୋହର ହେବ ଯାକୁଚିତ, ତା ଗଳେ ବର୍ଣ୍ଣମାଳା ଦିଅ ଉପଯୁକ୍ତ। ସେହି ସୁଦର୍ଶନର ଅଛି ଏକ ଭାଇ, ପରମ ରୂପବନ୍ତ ସୁଲକ୍ଷଣ ସେହି। କୌଶଳରେ କୌଶଳେ ହୋଇଛି ରାଜନ, ତାକୁ ବରବରତେ ମୋଜେ ମାରତନ। ଅଧମ ସୁଦର୍ଶନ ନିଷେଧ କରିବା, କାରଣ ଏତ ଅଛି ଶୁଣରେ କହିବା। ଶୁଣିଛି ମୁଁ ପୂର୍ବରୁ ଯୁଦ୍ଧାଜିତ ରାଟ, ସୁଦର୍ଶନ ମାରଣେ ସର୍ବଦା ସଚେଷ୍ଟ। ଯୁଦ୍ଧାଜିତ ଭୀଷଣ କରିଣ ସଂଗ୍ରାମ, ପଠାଇଛନ୍ତି ବୀର ସେନେ ଯମଗ୍ରାମ। ମନ୍ତ୍ରୀଙ୍କ ମନ୍ତ୍ରଣାରେ ନିଜର ନାତିକୁ, ପିତୃରାଜେ ଟେକାଇ ଅଛନ୍ତି ଛତ୍ରକୁ। ସୁଦର୍ଶନଙ୍କର ସେ ସାନ ସହୋଦର, ବରଣ କର ତାକୁ କରି ସମାଦର। ସୁଦର୍ଶନ ମାରିବା ହେତୁ ଯୁଦ୍ଧାଜିତ, ଯାଇଥିଲେ ଋଷିଙ୍କ ଆଶ୍ରମ ପର୍ଯ୍ୟନ୍ତ। କରନ୍ତେ ଭରଦ୍ୱାଜ ମୁନି ନିବାରଣ, ଫେରିଲେ ଶୋଷଗର ବରଣର ରାଣ। ମାତାଙ୍କ ବାଣୀ ଶୁଣି ଶଶୀ କଳା ବାଳା, ଶାରଦ ପର୍ବ ଶଶୀ ବନ୍ଦନା କହିଲା। ବନବାସୀ ହେଲେ ହେଁ ସେହି ସୁଦର୍ଶନ, ମୋ ଭୀମତ ମାତା ସେ ନୃପ ନନ୍ଦନ। ଦେଖ ଗୋ ନିଜ ପିତା ସର୍ଜାତି କଥାରେ, ପତିବ୍ରତା ସୁକନ୍ୟା ବୃଦ୍ଧ ବଚନରେ। ବୀରତରେ ବରିଣ ତାହାଙ୍କୁ ଲଭିଣ, କିପରି ସେବା କଲେ ମାତା ଗୋତା ଜାଣ। ଯେପରି ସୁଦର୍ଶନ କରି ସୁଦର୍ଶନ, ପରିଚର୍ଯା କରିବି ବିଚାରିଛି ମନ। ନାରୀଙ୍କ ଏକମାତ୍ର ସ୍ୱାମୀ ସେବା ପ୍ରଦ, ଆପଦକୁ ବିନାଶୀ ସ୍ୱର୍ଗ ମୋକ୍ଷ ପ୍ରଦ। ଏହେତୁ ଯେଉଁ ନାରୀ ଅକପଟ ଭାବେ, ସ୍ୱାମୀ ସେବେ ଅସୀମ ସୁଖ ଲଭେ ଭବେ। ଆଉ ଏକ କଥା ଏ ଶୁଣ ଆଗ ମାତ, ମତେ ସ୍ୱପ୍ନ ସମୟେ ଭଗବତୀ ମାତ। ପରମ ସୁଶୋଭନ ସେହି ସୁଦର୍ଶନ, ପତି ରୂପେ କରାଇଛନ୍ତି ସୁଦର୍ଶନ। ଏଣୁ ମୁଁ ତାଙ୍କ ବିନା କେଉଁ ରାଜପୁତ୍ର, ବରଣ ନ କରିବି ହେଲେ ହେ ସତ୍ପାତ୍ର। ସେ ଭଗବତୀ ସତୀ ମୋର ଚିତ୍ତ ପଟେ, ସୁଦର୍ଶନ ସ୍ୱରୂପ ଲେଖିଲେ ଉଚାଟେ। ଏଣୁ ଆଗ ଜନନୀ କମନୀୟ କାନ୍ତି, ସେ କାନ୍ତ ପ୍ରିୟତମ ବ୍ୟତୀତ ମୁଁ ସତୀ। ଅପର ନରବର ଶ୍ରୀକର ଆଶ୍ରୟ, କର ବୋଲି ନ କହ ନହିବ ନିଶ୍ଚୟ। ସେ ବୈଦର୍ଭିରାଜ ପାଟ ମହାଦେଇ, ଶଶୀ କଳା କର୍ତ୍ତୁକ ଏହିପରି ସେହି। ବହୁତ ନିଦର୍ଶନ କରାଇ ଦର୍ଶନ, କଥିତା ହୋଇ କରି ସେହି କାଳେ ପୁଣ। ସୋଜେ ମାର ସମସ୍ତ କଥାର ଉଦ୍ଦେଶ୍ୟ, ସୁକର୍ତ୍ତାଙ୍କ ପାଶରେ କରିଲେ ପ୍ରକାଶ। ବିବାହ ପୂର୍ବ ଦିନ ଶଶୀ କଳା ଏଣେ, ପଠାଇଲେ ବ୍ରାହ୍ମଣ ଭରଦ୍ୱାଜାଶ୍ରମେ। ମହତ ଜ୍ଞାନବନ୍ତ ସେ ଦ୍ୱିଜ ଅଟନ୍ତି, ଏହି କଥା ବତାଇ କହିଲେ ସୁଦନ୍ତୀ। ଆହେ ପ୍ରଭୁ ମୋ ପିତା ମାତା ନ ଜାଣିବେ, ଭରଦ୍ୱାଜ ଆଶ୍ରମେ ଯିବ ବିଳମ୍ବେ। ଜଣାଇବ ସୁଦର୍ଶନଙ୍କ ସମୀପରେ, ମୁଁ କହିବା ପ୍ରକାରେ ମୋ କଥାନୁସାରେ। କହିବ ମୋର ବାପ ମୋର ବିଭା ପାଇଁ, କରାଇଛନ୍ତି ସ୍ୱୟଂବର ସଭା ସେହି। ଆସିବେ ସୈନ୍ୟ ସହ ବହୁ ରାଜଗଣ, ବସିବେ ସ୍ୱପ୍ରଭାରେ ସଭା ସମ୍ପାଦିଣ। ହେ ସୁର ଉପମେୟ ହେବ ପ୍ରାଣ ଈଶ,
ସ୍ୱପ୍ନେ ଦେଇଛନ୍ତି ଦେବୀ ଏ ଆଦେଶ, ପ୍ରୀତି କରି ତୁମ୍ଭଙ୍କୁ ପତିତେ ବରିଛି, କାୟ ମନ ବାକ୍ୟରେ ଅନ୍ୟ ନ କରିଛି। ପିତା ମାତା ବରଣ କଲେ ଅନ୍ୟ ରାଜା, ତୁମ୍ଭ ବିନା କାହାକୁ ନମ ଜୀବ ମଜା। ଆପଣଙ୍କ ଚରଣ ନ କଲେ ଦର୍ଶନ, ବିଷପାନେ ମରଣ କରିବି ବରଣ। ପ୍ରଜ୍ୱଳିତ ଜଳନେ କିଏ ବା ପଡ଼ିବି, କାୟ ମନ ବାକ୍ୟରେ ବରିଛି ଲୋଡ଼ିବି। ଭଗବତୀ ପ୍ରସାଦେ ଭୀଷଣ ଆପଦେ, ଅବଶ୍ୟ ସୁଖୀ ହେବା ରହିଣ ସମ୍ପଦେ। ଚରାଚର ଜଗତ ଦୈବ ଅଧୀନ, ସେ ଦୈବକୁ ପରମ ବଳ କରି ଜ୍ଞାନ। ଅବଶ୍ୟ କାଲି ଏଥେ ହୋଇବ ଆରତ, ନହିଲେ ମୋର ରାଣ ପ୍ରାଣ ହେବ ଗତ। ଶଙ୍କର ଆଦି ସୁର ଗଣେ ଯାହାଙ୍କର, କିଙ୍କର ହୋଇଛନ୍ତି ଯେଉଁ ଦେବୀଙ୍କର। ସେ ଭଗବତୀଙ୍କ କଦାପି ଯେ ଆଦେଶ, ମିଥ୍ୟା କଥା ନହିବ ନିଶ୍ଚୟ ପ୍ରାଣେଶ। ହେ ଦ୍ୱିଜ ସେହି ରାଜକୁମାରଙ୍କୁ ଆଣି, ନିର୍ଜନରେ କହିବ ମୁଁ କହିବା ବାଣୀ। ଯେଉଁପରି ମୋହର କାର୍ଯ୍ୟ ସିଦ୍ଧ ହେବ, ସେ ଉପାୟ ସାଧିବ ଆହେ ଭୂମି ଦେବ। ଶଶୀ କଳା ଏପରି କହିଣ ତକ୍ଷଣ, ଦକ୍ଷିଣା ଦେଇ ପଠାଇଲେ ସେ ବ୍ରାହ୍ମଣ। ସେ ଯାଉ ସୁଦର୍ଶନ ସମୀପେ ଜଣାଇ, ଅତି ଶୀଘ୍ର ଫେରିଲେ ସେ ଦ୍ୱିଜ ଗୋସାଇଁ। ସେ ବୃତ୍ତାନ୍ତ ପାଇଣ ବୀର ସୁଦର୍ଶନ, ସ୍ୱୟଂବର ଗମନେ ବୋଳାଇଲେ ମନ। ମୁନିରାଜ ସେ ଭରଦ୍ୱାଜ ସମାଜରେ, ଅନୁମତି ପ୍ରଦାନ କଲେ ଗମନରେ। ମନୋରମା ତ ଜାଣି ସ୍ୱପୁତ୍ର ଯିବାର, ନୟନରୁ ବୁହାଇ ଦେଇ ଅଶ୍ରୁଧାର। ଅତିଶୟ ଭୟରେ ଦୁଃଖ ମାନସରେ, କହିଲେ ଆରେ ବାପ ତୁ କାହିଁ ଯିବୁରେ। କମ୍ପୁଥିଲା ଶରୀର କହିଲେ ସନ, ଅଛନ୍ତି ତୋର ବତ୍ସ ବହୁ ବୈରିଗଣ। କି ବିଚାରି ଏକାକୀ ଭୂପତି ମାନଙ୍କ, ସ୍ୱୟଂବର ସଭାକୁ ଯିବାକୁ ଉତ୍ସୁକ। ଯୁଦ୍ଧାଜିତ ରାଜନ ଆସିବେ ନିଶ୍ଚୟ, ବିନାଶ କରିବାକୁ ତୋତେରେ ତନୟ। ନାହାନ୍ତି ତୋତେ କେହି ସେଠାରେ ସହାୟ, ନାହିଁ ବାପ ଯିବାରେ ତତ୍ପର ନ ହୁଅ। ମୁଁ ତ ଚିର ଦୁଃଖିନୀ ମୋଏ କହି ବୋଳା, ତୋ ଆଶ୍ରାରେ ଜୀବନ ଧରିଛି ରେ ବୋଳା। ନିରାଶ କରି ମତେ ତୋହର ଯିବାର, ଉଚିତ ନୁହଁ ଇଟି ସୁଚିତେ ବିଚାର। ତୋ ବାପକୁ ମାରିଛି ଯେଉଁ ଯୁଦ୍ଧାଜିତ, ସସଭାରେ ଶୋଭାରେ ହେବ ଉପସ୍ଥିତ। ଆରେ ବାପ ତୋତେଟି ଦେଖି ଏକୁଟିଆ, ଠିଆ ହେବ ତୋହର ବିନା ସେ କୁଟିଆ। ସୁଦର୍ଶନ କହିଲେ ଆଗ ମାତ ଶୁଣ, ଯାହେବାର ହୋଇବ ନିଶ୍ଚୟରେ ଜାଣ। ଏ ବିଷୟ ବିଚାର କରିବାର ନାହିଁ, ଭଗବତୀ ମାତାଙ୍କ ଆଦେଶରେ ମୁହିଁ। ନିଶ୍ଚୟ ଆଜି ସେହି ସ୍ୱୟଂବର ସଭା, ଶୋଭାରମ୍ଭ ଦେଖିବା ହେତୁ ହେବି ଉଭା। କ୍ଷତ୍ରିୟ ବୀରଙ୍କର ମହିଳା ତୁ ହୋଇ, କଲ୍ୟାଣୀ ଗୋଏ ପରି ଶୋକ କାହିଁ ପାଇଁ। ଭଗବତୀ ପ୍ରସାଦେ ନ ଡରେ କାହାକୁ, ସୁଦର୍ଶନ ଏପରି କହି ଜନନୀଙ୍କୁ। ରଥ ପରେ ଚଢ଼ିଣ ହୁଅନ୍ତେ ଉଦ୍ୟତ, ହୋଇବା ଦେଖି ପୁଣି କହିଲେ ସେ ମାତ। ଆନନ୍ଦିତ କରାଇ କଲେ ଆଶୀର୍ବାଦ, ହେଉରେ ତୋର ବତ୍ସ ବିପଦ ନିଷ୍ପଦ।
ରଖନ୍ତୁ ଭଗବତୀ ଅମ୍ବିକା ମୁଖ ଭାବେ, ପଦ୍ମଦଳ ନୟନା ତୋର ପଛ ଦିଗେ, ପାର୍ବତୀ ତୋର ଦୁଇ ପାର୍ଶ୍ୱରେ ପାଳନ୍ତୁ, ଶିବା ତ ସର୍ବଦିଗେ ରକ୍ଷା କରିଥାନ୍ତୁ। ବିଷମ ସଙ୍କଟର ପଥରେ ବାରାହି, ଦୁର୍ଗମ ମାର୍ଗରେ ଦୁର୍ଗା ମହାମାଇ, ଭୟଙ୍କର କଳହ କ୍ଷେତ୍ରରେ କାଳିକା, ଶ୍ରୀପରମେଶ୍ୱରୀ ହୁଅନ୍ତି ପାଳିକା। ମଣ୍ଡପରେ ମାତଙ୍ଗୀ ସୌମ୍ୟ ସ୍ୱୟମ୍ବରେ, ଭବ ଭୟ ନାଶିନୀ ଭବାନୀ ଭୂପଙ୍କରେ, ଗିରି ଦୁର୍ଗ ମଧ୍ୟରେ ଗିରିଜା ରଖନ୍ତୁ, ପ୍ରାଙ୍ଗଣରେ ଚାମୁଣ୍ଡା ରକ୍ଷା କରିଥାନ୍ତୁ। କାନନେ ସନାତନୀ କାମଗା ରଖନ୍ତୁ, ବିବାଦରେ ବୈଷ୍ଣବୀ ଶକତି ରଖନ୍ତୁ। ଶତ୍ରୁକରେ ପୀଡ଼ିତ ରଣେ ହେବା କାଳେ, ଭଗବତୀ ଭୈରବୀ ରଖନ୍ତୁ ସେ ସ୍ଥଳେ। ଶ୍ରୀଭୁବନ ଈଶ୍ୱରୀ ଜଗତ ଜନନୀ, ମହାମାୟା ସଚ୍ଚିଦାନନ୍ଦ ସ୍ୱରୂପିଣୀ, ସର୍ବଦା ସର୍ବସ୍ଥାନେ ସେ ଦେବୀ ରଖନ୍ତୁ। ତତେରେ ମୋ ବାପ ସୂର୍ଯ୍ୟ ବଂଶର କେତୁ, ସୁଦର୍ଶନ ଜନନୀ ମନୋରମା ଏତେ, କମ୍ପି କମ୍ପି କହିଣ ଭୟାକୁଳ ଚିତେ, ପୁନର୍ବାର କହିଲେ ଶୁଣରେ ନନ୍ଦନ, ତୋର ସହ ଗମନେ ହେଉଅଛି ମନ। ତୋତେ ଛାଡ଼ି ନିମିଷ କାଳ ମୁଁ ନ ରହେ, ଯେଠାକୁ ଯିବୁ ବାବୁ ମୋତେ ନିଅ ସ୍ନେହେ। ଏପରି କହି ମନୋରମା ଧାଇ ସହ, ବାହାର ହେଲେ ଛାଡ଼ି ରହିଥିବା ଗୃହ, ଆଶୀର୍ବାଦ ପ୍ରଦାନ କଲେ ଦ୍ୱିଜଗଣ, ସାନନ୍ଦରେ ସମସ୍ତେ କରିଲେ ଗମନ। ରଘୁକୁଳ ସମ୍ଭବ ସୁଦର୍ଶନ ଭୋଲେ, ରଥରେ ବସି ବାରାଣସୀରେ ମିଳିଲେ। ସୁବାହୁ ନରବରତା ଜାଣି ସେ କାଳେ, ସତ୍କାର ଉପଯୋଗ ଦ୍ରବ୍ୟର ସମ୍ଭାଳେ। ସେ ସୁଦର୍ଶନଙ୍କର କରିଣ ସତ୍କାର, ସେବା ହେତୁ ରଖିଲେ ସେବକ ନିକର। ରହିବା ସକାଶରେ ନିର୍ମାଣିଲେ ଗୃହ, ଅନ୍ନପାନ ବ୍ୟବସ୍ଥା କି କହିବା କହ। ଆସିଲେ ନାନା ଦେଶୁ ନାନା ଦେଶ ଈଶ, ନାତି ସହଜେ ଯୁଦ୍ଧା ଜିତ ପରବେଶ। ପ୍ରବେଶିଲେ କରୁଷ ଦେଶ ମହାରାଜ, ମଦ ଦେଶ ଅଧୀଶ ବୀର ସିନ୍ଧୁରାଜ। ମହାଯୋଦ୍ଧା ମାହିଷ୍ମତି ଯେ ଅଧୀଶ୍ୱର, ଆସିଲେ ପଞ୍ଚାଳର ନରବର ବୀର। ପାର୍ବତ୍ୟ ପ୍ରଦେଶର ଅଧିପ ଆସିଲେ, ବୀର୍ଯ୍ୟବନ୍ତ କାମରୁ ପେଶର ଯେ ଭଲେ। କର୍ଣ୍ଣାଟ ରାଟ ଚଳ ଦେଶର ସମ୍ରାଟ, ପ୍ରବେଶିଲେ ବିଦର୍ଭ ଦେଶେ ସମୁକୁଟ। ବାରାଣସୀପୁରରେ ସମସ୍ତ ନୃପଙ୍କ, ତ୍ରିଷଷ୍ଟି ଅକ୍ଷୌହିଣୀ ସମବେତ ଯାକ। ସୈନ୍ୟଙ୍କର ମୁକୁଟ ପୁରୀ ପରିପୂର୍ଣ୍ଣ, ମହତ ବଳ ଭରା କ୍ରାନ୍ତ ସର୍ବେ ପୂର୍ଣ୍ଣ। ଏହା ଭିନ୍ନ ଅନେକ ଦେଶ ଈଶମାନେ, ସ୍ୱୟମ୍ବର ଦର୍ଶନ ଅଭିଳାଷ ମନେ। ମହା ପ୍ରମତ୍ତ ମତ୍ତ ଗଜେ ବସି, କସିଲେ ପରସ୍ପରେ ବଳା ବଳ ଆସି। ପରସ୍ପରେ କେତେକ କୁହାକୁହି ହେଲେ, ସୁଦର୍ଶନ କାହିଁକି ଆସିଛି ଏ ସ୍ଥଳେ। ଏକୁଟିଆ ନିର୍ଭୟେ ମାତାର ସହିତ, ଲାଜ ନାହିଁ ଆସିଛି ଚଢ଼ି ଭଙ୍ଗା ରଥ। ବିବାହ ହୋଇବାକୁ ବଳାଇକି ମନ, କାକୁସ୍ଥ ପ୍ରବେଶିଛି ଆଛି ସଭାସ୍ଥାନ। ସୁଅସ୍ତ୍ର ଶସ୍ତ୍ରଧାରୀ ସୈନ୍ୟ ପରିବୃତ, ସର୍ବରାଜ ପୁତ୍ରଙ୍କୁ କରି ପରିତ୍ୟକ୍ତ। ସେ ରାଜକୁମାରୀ କିଏ ମହାଭୁଜଙ୍କ,
କର କଞ୍ଜ ଗ୍ରହଣେ ହେବ କି ଉତ୍ସୁକ, ଆଶାରେ ଆସିଛି କିଏ ରାଜକୁମାର। ସୁମାର ଉପମେୟ ଦିଶଇ ମାତର, ମହାରାଜ ସେ ଯୋଦ୍ଧା ଜିତ ସେହି କାଳେ। ମହିପତି ମାନଙ୍କୁ ଏମନ୍ତ କହିଲେ, କନ୍ୟା ହେତୁ ଏହାକୁ ନିଶ୍ଚୟ ମାରିବି। ସଂଗ୍ରାମ କରି ଜାଣ ଗ୍ରାମ ପଠାଇବି। ପରମ ନୀତିଜ୍ଞ ତ କେରଳର କାନ୍ତ, ଶୁଣି ଯୋଦ୍ଧା ଜିତଙ୍କୁ କହିଲେ ମନ୍ତ। ଉଚିତ ନୁହଁ ହେ ରାଜେଶ ଉତ୍ତମ, ସ୍ୱୟଂବର ସ୍ଥଳରେ କରିବା ସଂଗ୍ରାମ। ବୀର୍ଯ୍ୟ ଶୁକ୍ଳ ନୁହେଁ ତ ସ୍ୱୟଂବର ଏହି, କନ୍ୟା ରତ୍ନ ନେବାକୁ ବଳରେ ଚୋରାଇ। ଇଚ୍ଛା ସ୍ୱୟଂବର ତ ଏହି ନରବର, କନ୍ୟାର ଇଚ୍ଛା ଯାକୁ କରି ନେବ ବର। ଏହେତୁ ଏଥେ କିମ୍ପା ବିବାଦ କଥାଟା, ବାଳ ଶତ୍ରୁ ଦେଖିଣ ଦେହ କର ମୋଟା। ହେ ମହାବଳବନ୍ତ ନରବର ରାଣ, କେବଳ ଅନ୍ୟାୟରେ ପୂର୍ବରେ ଆପଣ। ରାଜ୍ୟରୁ ତଡ଼ି ଦେଇ ଏ ସଦୂଷଣକୁ, ରାଜ୍ୟରେ ରାଜା କଲ ନିଜର ନାତିଙ୍କୁ। କୌଶଳାଧିପତିଙ୍କୁ ଯଥାର୍ଥ ଏ ପୁତ୍ର, ସୁଦର୍ଶନେ କାହିଁକି ଏ ଅନର୍ଥ ଚିତ୍ତ। ଅପରାଧୀ ନୁହେଁ ତ ଏ ରାଜକୁମାର, ତା ବିନା ସେ କାହିଁକି ମାନସ ତୁମ୍ଭର। ଜାଣିଥାଅ ଏପରି କଲେ ନିନ୍ଦା କର୍ମ, ତାର ଫଳ ଭୋଗିବ ଆହେ ନୃପତମ। ଜଗତର ନିଶ୍ଚୟ ଈଶକେ ଅଛି କି, ଜଗଦୀଶ କେବଳ ଈଶ ନୁହନ୍ତି କି। ହେଉଥାଏ ଧର୍ମ ଯେ ସତ୍ୟର ସୁଜୟ, ଅଧର୍ମ ଅସତ୍ୟର କେବେ ନାହିଁ ଜୟ। ଅତଏବ ନ କର ଏ ଅନ୍ୟାୟ କାର୍ଯ୍ୟ, ଏ ମହାପାପ ବୁଦ୍ଧି ଛାଡ଼ ମହାରାଜ। ଆସିଛନ୍ତି ପରା ତ ଆପଣଙ୍କ ନାତି, ଦିଶୁଛନ୍ତି ମହତ ରୂପବନ୍ତ ଜ୍ୟୋତି। ବିଶେଷତଃ ଶ୍ରୀମନ୍ତ ରାଜ ଶ୍ରୀଯୁତ, ସେ କୁମାରୀ ତାହାଙ୍କୁ ନବରି କେମନ୍ତ। ସୁଦର୍ଶନ ପୁତ୍ରକୁ ବରି ନେବ ବୋଲି, ମାରିଦେବ ବୋଲୁଛ ତୁଚ୍ଛାଟାକୁ ଭୁଲି। ଅଛନ୍ତି ଶତ ଶତ ମହାବଳବନ୍ତ, ରାଜପୁତ୍ର ମାନେ ତ ହୋଇ ତେଜବନ୍ତ। ବସିବେ ତ ଦେଖିବେ ସେହି ସ୍ୱୟଂବରେ, କନ୍ୟା ବର ବରିବ ଆପଣା ଇଚ୍ଛାରେ। ତାହା ହେଲେ ତୁମ୍ଭର ବିବାଦ ବିଷୟ, ଆଉ କି ବା ଅଛଇ କହ ମହାରାୟ। ଜାଣିବା ରାଜା ହୋଇ ଆହେ ମହାଶୟ, ପରସ୍ପର ବିରୋଧ ହବା ଅବିଧେୟ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କର, ମହତ ପୁରାଣର ତୃତୀୟ ସ୍କନ୍ଧର। ସେ ସୁଦର୍ଶନ ଆଦି ନରବରଙ୍କର, ସ୍ୱୟଂବର ସଭାକୁ ସର୍ବେ ଆସିବାର। 19 ଅଧ୍ୟାୟ ହେଲା ପୂର୍ଣ୍ଣ, ହେ ଲବ୍ଧ ବର୍ଣ୍ଣ ଗଣ ଦିଅ ଏଥେ କର୍ଣ୍ଣ। 19 ଅଧ୍ୟାୟ ହେଲା ପୂର୍ଣ୍ଣ, ହେ ଲବ୍ଧ ବର୍ଣ୍ଣ ଗଣ ଦିଅ ଏଥେ କର୍ଣ୍ଣ। ଲେଖିଅଛି ଯା କିଛି ଦେବଙ୍କ ପ୍ରସାଦେ, ଦେଖି ଦୋଷ ମାର୍ଜିବ ସୌଦାର ହୃଦେ। ଏକିଶ ବୋଲି ଦୋଷ ନ କରିବ ଆହେ, ସ୍ୱଜନ ବୃନ୍ଦ ଦୟା ରଖିଥିବ ମୋହେ। ତୁମ୍ଭ ସଙ୍ଗ ରଙ୍ଗରୁ ଏପରି ହେବ କି, ଦେବକୀ ନନ୍ଦନଙ୍କ ସେବକ ହେବି କି। ଯିବ କି ଦିନ ହରି ସାଧୁ ସଙ୍ଗ ମେଳେ, ବାଲାଜୀ ରଣା ଭାବେ ଭାବେ ସଦା କାଳେ।